ମୋ ନାଁ ବିଶ୍ୱଜିତ ନାୟକ। ମୁଁ 83% ସ୍କୋର କରିଛି। ଲକ୍ଷ୍ୟ ରଖିଛନ୍ତି ଏବଂ କେତେ ଖୁସି ଲାଗିଲା ଯେତେବେଳେ ରେଜଲ୍ଟ ବାହାରିଲା? ଫାଷ୍ଟ ରେଜଲ୍ଟ ଦେଖିଲେ ଏତେ ଖୁସି ଲାଗିନଥିଲା କାରଣ 90 ଆସିଥିଲା, କିନ୍ତୁ ବାପା ମାଆଙ୍କର ଯେଉଁ ସପୋର୍ଟ ଦେଖିକି ବାପା ମାଆ ଖୁସି ଦେଖିକି ମୋତେ ଖୁସି ଲାଗିଲା। ବାପା ମାନେ ଖୁସି ଅଛନ୍ତି, ବାପା ମାମା ଖୁସି ଅଛନ୍ତି। କେତେ ଦିନ ହେଲା ଅପେକ୍ଷା କରିଥିଲେ ରେଜଲ୍ଟ ବାହାରିବା ପାଇଁ? ରେଜଲ୍ଟ ତ ଫାଷ୍ଟ କହିଲେ ଯେ 18 ତାରିଖରେ ବାହାରିବ। 18 ତାରିଖରେ ୱେଟ୍ କଲୁ, କହିଲେ ନା ବାହାରିବ, ତାର କହିଲେ ଯେ ଇଲେକ୍ସନ୍ ପରେ ବାହାରିବ। ତ ଆଜି ବାହାରିଲା। ତ ସକାଳୁ ବସିଥିଲୁ ସବୁ, ମାନେ ସବୁ ନର୍ଭସ୍ ହେଇକି ଥିଲୁ। ତାପରେ ବାହାରିଲା ପରେ ଦେଖିଲୁ ଘର ଲୋକ ଖୁସି ଅଛନ୍ତି। ଫାଷ୍ଟ କ୍ଲାସ୍ ବୋଲି ଘର ଲୋକ ବହୁତ ଖୁସି ଅଛନ୍ତି। ମୂଲ୍ୟାଙ୍କନ ଠିକ୍ଠାକ୍ ହେଇଛି? କ'ଣ ଭାବୁଥିଲେ ଯାହା ଆଶା କରିଥିଲେ ସେ ଅନୁସାରେ? ମୂଲ୍ୟାଙ୍କନ କହିବାକୁ ଗଲେ ତ ଏଥର ଫାଷ୍ଟ ଯେତେବେଳେ ଏକ୍ଜାମ୍ ହେଇଥିଲା, ଆଗରୁ କ'ଣ ନା ଆମର କହିଥିଲେ ଫାଷ୍ଟ ଯେତେବେଳେ 10th ଷ୍ଟାର୍ଟ ହେଲା ସେମାନେ କହିଥିଲେ SA1 SA2 ଦୁଇଟା ଭାଗରେ ପରୀକ୍ଷା ହେବ, କିନ୍ତୁ ଏକ୍ଜାମ୍ଟା କହିଲେ ତାପରେ ମାନେ ଅଧାରେ ହାଫ୍ ଇୟର୍ଲି ଏକ୍ଜାମ୍ ବେଳକୁ ତାପରେ କହିଲେ ଯେ ପୁରା ଫୁଲ୍ ପରୀକ୍ଷା ତାକୁ ତୁମକୁ ଦେବାକୁ ପଡ଼ିବ, ଯେଉଁଟାକି ଆମେ ନବମ ଏଇଟ୍ ତ ଲକଡାଉନରେ ଯାଇଥିଲା, ତାପରେ ସେ 9th ଆମେ ଦେଲାବେଳେ SA1 SA2 ଦେଇକି ଦେଇଥିଲୁ, କିନ୍ତୁ ଆମର ସେଇଟା ପ୍ରାକ୍ଟିସ୍ ହେଇକି ଥିଲା। ତ ଆମେ ଏଇଟା ଫୁଲ୍ ଏକ୍ଜାମ୍ଟା ଦେଲାବେଳକୁ ଯଦି ଆମର ସେ SA1 SA2 ଢାଞ୍ଚାରେ ହେଇଥାନ୍ତା ତ ଆମେ ଭଲ ଭାବରେ ସମସ୍ତେ 90 ଉପରକୁ ସ୍କୋର କରିପାରିଥାନ୍ତୁ। କ୍ୱେଶ୍ଚନ୍ ପ୍ୟାଟର୍ନ କଥା କହୁଛନ୍ତି, ମୂଲ୍ୟାଙ୍କନ ହେଲା ଆପଣ ଯେମିତି ଲେଖିଥିଲେ ଆଜ୍ଞା, ସେ ଅନୁସାରେ ମାର୍କ ମିଳିଛି? ଲାଗୁଛି ତ ମିଳିଛି, କିନ୍ତୁ ଆଉ ଚେକ୍ କଲେ ଜଣାପଡ଼ିବ। କିନ୍ତୁ ଚେକ୍ କରିବା ଭଲ ମାର୍କ ଅଛି, ଯେତିକି ଆସିଗଲେ ଭଲ ଅଛି। ପେପର୍ ସବୁ କେତେ ଟପ୍ ଥିଲା? ଆଜ୍ଞା, ପେପର୍ ସବୁ କେତେ ଟପ୍ ଥିଲା? ପେପର୍ ବହୁତ ଟପ୍ ଥିଲା, ସାଇନ୍ସ ଆଉ ମ୍ୟାଥ୍। ଆଉ ତ ଓଡ଼ିଆରେ ତ ରଚନା ପଡ଼ିଥିଲା, ସେମାନେ କେହି ଜାଣିପାରିଲେନି କ'ଣ ଠିକ୍ରେ ପିଲା ସେଥିପାଇଁ ସେଇଥିରେ ଟିକେ କମ୍ ରହିଛି। ଆଉ ସବୁ ନହେଲେ ଠିକ୍ଠାକ୍ ଥିଲା। ଇଂଲିଶ କ୍ୱେଶ୍ଚନ୍ ଭଲ ଥିଲା। କ'ଣ ଆଗକୁ କ'ଣ ଲକ୍ଷ୍ୟ ରହିବ? ଆଗକୁ ଲକ୍ଷ୍ୟ ତ ଅଛି ସାଇନ୍ସ ପଢ଼ିବି, ରିଅଲ୍ ଇଷ୍ଟେଟ୍ ଲାଇନ୍ରେ ଯିବାର ଅଛି। ସମସ୍ତେ କିଏ ଡକ୍ଟର ଇଞ୍ଜିନିୟର ହୁଅନ୍ତି, ତାପରେ ରିଅଲ୍ ଇଷ୍ଟେଟ୍ କ'ଣ ପାଇଁ? ବାପା ଅଛନ୍ତି ରିଅଲ୍ ଇଷ୍ଟେଟ୍। ଯେଉଁମାନେ ଆପଣ ବ୍ୟାଚ୍ରେ ରହିଗଲେ ଭଲ ରେଜଲ୍ଟ କରୁନାହାନ୍ତି ତାଙ୍କୁ କ'ଣ ମେସେଜ୍ ଦେବେ? କିଛି ମେସେଜ୍ ନାହିଁ, ଏଇ ମାର୍କ ଖାଲି 10th ମାର୍କ ଖାଲି କଲେଜ ଡିସାଇଡ଼୍ ପାଇଁ ଖାଲି ଦରକାର ହେବ। ନହେଲେ ଯଦି ତୁମକୁ ଆଗକୁ ଭଲ କରିବାର ଅଛି, ଲାଇଫ୍ରେ କିଛି ମାନେ ଭଲ ଜବ୍ ପୋଷ୍ଟ ରହିବାକୁ ଅଛି, ତ +2 ପଢ଼ିକି ଭଲ କରିଗଲେ ଭଲ। ତ ଏଥିରେ କିଛି ମାଇଣ୍ଡକୁ ଡିଷ୍ଟର୍ବ କରିକି କିଛି ଭୁଲ କଦମ ନେବାଟା ଭଲ କଥା ନୁହେଁ।